ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ତରଫରୁ ଆଜି ଅପରାହ୍ନ 4 ଘଟିକା ସମୟରେ ରାଇବଣିଆ ଥାନା ପରିସରରେ ଜୁଭେଣ୍ଟିକା ନାମକ ପିଲାମାନଙ୍କର ଡିଜିଟାଲ ଅଧିକାର ଏବଂ ସୁରକ୍ଷା କନକ୍ଲେଭ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ପୁଲିସର ମହିଳା ଓ ଶିଶୁ ଅପରାଧ ୱିଙ୍ଗ ସହ ୟୁନିସିଏଫ୍ ର ମିଳିତ ପ୍ରୟାସରେ ଆଜି ଓଡ଼ିଶାର ସମସ୍ତ ଥାନାରେ ପିଲାମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ମୋବାଇଲ ଜରିଆରେ ଇଣ୍ଟରନେଟ୍ର ଅପବ୍ୟବହାର ଓ ସାଇବର ଠକେଇରୁ ବଞ୍ଚିତ ରହିବା ଦିଗରେ ପିଲାମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ସେହିପରି ଏହି କାର୍ଯ୍ୟକ୍ରମ ରାଇବଣିଆ ଥାନାରେ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷତା କରିଥିଲେ ଥାନା ଅଧିକାରିଣୀ ଚମ୍ପାବତୀ ସୋରେନ। ଏହି କାର୍ଯ୍ୟକ୍ରମରେ ଥାନା ଅଧୀନସ୍ଥ ବିଭିନ୍ନ ପଞ୍ଚାୟତରୁ 13 ବର୍ଷରୁ 18 ବର୍ଷ ପର୍ଯ୍ୟନ୍ତ ବାଳକ ବାଳିକା ଉପସ୍ଥିତ ଥିଲେ। ଏଥିରେ ବର୍ତ୍ତମାନ ସମୟରେ ମୋବାଇଲରେ ବହୁଳ ବ୍ୟବହାର ହୋଇ ପିଲାମାନେ କିପରି ଠକାମିରେ ପଡ଼ିବା, ଅଳ୍ପ ବୟସରେ ଅସାମାଜିକ କାର୍ଯ୍ୟକଳାପ କରିବା ସହ ବାହା ହୋଇ ଶୋଷିତ ହେବା ଆଲୋକପାତ ହେବା ସହ ମୋବାଇଲ ବ୍ୟବହାର ସମୟରେ ଆମେ କୌଣସି ଅଜଣା ଲୋକଙ୍କ ସହିତ କଥା ନ ହେବା, ପିଲାମାନଙ୍କୁ ଭଲ ସ୍ପର୍ଶ ଏବଂ ଖରାପ ସ୍ପର୍ଶ, ଯଦି କୌଣସି ବ୍ୟକ୍ତି ଉପରେ ସନ୍ଦେହ ହେଲେ ବାପା ଓ ମାଙ୍କୁ ଜଣାଇବା ସହ ପୁଲିସ କର୍ମଚାରୀଙ୍କ ପ୍ରତି ଭୟ ଭାବନା ନ ରଖି ବନ୍ଧୁତ୍ୱ ଭାବନାରେ ମନ୍ଦ ପ୍ରକୃତିର ଲୋକଙ୍କ କାର୍ଯ୍ୟକଳାପ ବିଷୟରେ ପୁଲିସକୁ ଅବଗତ କରାଇବା ବିଷୟ ବୁଝାଇଥିଲେ। ଉପଯୁକ୍ତ ଶିକ୍ଷା ଗ୍ରହଣ କରି ସମାଜରେ ଉତ୍ତମ ମଣିଷ ଭାବରେ ବଞ୍ଚିବାର ପିଲାମାନଙ୍କୁ ବୁଝାଯାଇଥିଲା। ରାଇବଣିଆ ଅଞ୍ଚଳରେ ବାଲ୍ୟ ବିବାହ ଅଧିକ ହେବାର ଚିନ୍ତାର ବିଷୟ। ସବୁ ବର୍ଗର ଝିଅ ପିଲା ଅଳ୍ପ ବୟସରେ ବାହା ହୋଇଯିବାର ଖବର ଅଧିକାଂଶ ଗୋପନ ରହିଯାଉଛି। ଏଥିପାଇଁ ସମାଜରେ ପ୍ରତ୍ୟେକ ମଣିଷ ମିଳିତ ଭାବରେ ପ୍ରୟାସ କରିବାର ଆବଶ୍ୟକତା ରହିଛି। କିପରି ଏହା ରୋକାଯାଇପାରିବ, ସଚେତନତା କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି ସୁପରଭାଇଜର ଓଲମରା ମନ୍ଦାକିନୀ ଜେନା, ସୁପରଭାଇଜର ରାଇବଣିଆ ସ୍ୱର୍ଣ୍ଣଲତା ନାୟକ ସହ ଅଙ୍ଗନବାଡ଼ି କର୍ମୀ ଶକୁନ୍ତଳା ଦାସ, ସୁଚିତ୍ରା ଦାସ, ଶୋଭାରାଣୀ ଦାସ, ଜ୍ୟୋତ୍ସ୍ନାରାଣୀ ଅଧିକାରୀ ସମେତ ଥାନାର କର୍ମଚାରୀଙ୍କ ସହ ଗାଁର କିଛି ଲୋକ ଉପସ୍ଥିତ ଥିଲେ। ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରତି ଶନିବାର ନେଇ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ରଖାଯାଇଥିବାର ସ୍ୱତନ୍ତ୍ର ଅଙ୍ଗନବାଡ଼ି ସୁପରଭାଇଜର ରାଇବଣିଆ ଶ୍ରୀମତୀ ନାୟକ ଜଣାଇଥିଲେ। ଶେଷରେ ଥାନା ଏଏସ୍ଆଇ ଚନ୍ଦନ ମହାନ୍ତି ପିଲାମାନଙ୍କୁ ପାଠପଢ଼ା ସହ ଭଲ ମଣିଷ ହେବାର ବାର୍ତ୍ତା ଦେଇ ଧନ୍ୟବାଦ ଅର୍ପଣ କରିଥିଲେ। ପିଲାମାନଙ୍କୁ ପେନ୍, ଚକୋଲେଟ୍ ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସଭା ସମାପ୍ତ ପରେ ପିଲାମାନେ ଥାନା ପରିସର ବୁଲି ଆଇନ ବ୍ୟବସ୍ଥା ବୁଝିବା ସହ ଥାନାର ସମସ୍ତ ବିଭାଗ ବୁଲି ଦେଖିଥିଲେ। ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।